ଶ୍ରୋତା ବନ୍ଧୁ ଆଜି ଆମେ ଏମିତି ଜଣେ ନିଆରା ସାହିତ୍ୟିକଙ୍କୁ ଶୁଣିବା ଯେ ଏକାଧାରରେ ଜଣେ କବି, ଗାଳ୍ପିକ, ସମାଲୋଚକ ଏବଂ ବୃତ୍ତିଗତ ଜୀବନରେ ଓଡ଼ିଶା ସିଭିଲ ସର୍ଭିସର ପଦସ୍ଥ ଅଫିସର। ସେ ଏମିତି ଜଣେ ନିଆରା ସାହିତ୍ୟିକ ଯିଏ ସବୁଜ ପତ୍ରର ନୀଡ଼ରେ ସୃଷ୍ଟିର ଚଅଁରକୁ ଅଭିଷେକ କରନ୍ତି। କାଶତଣ୍ଡିର କୋମଳ ଅଭିସାରରେ ରତ୍ନଦୀପରୁ ଫେରୁଥିବା ସ୍ୱପ୍ନମାନଙ୍କୁ ନେଇ ବିଭୋର ହୁଅନ୍ତି। ପୁଣି ନଈ ପିଠିରେ ପହଁରି ବୁଲୁଥିବା ଚୁନା ଚୁନା ଢେଉଙ୍କୁ କୋଳେଇ ନିଅନ୍ତି ବକ୍ଷ ପ୍ରସାରୀ। ଆଞ୍ଜୁଳି ଖୋଲି ଅମୃତ ଭରି ଦିଅନ୍ତି ରିକ୍ତ ପାପୁଲିରେ। ସେ ଦୁଷ୍ଟ ହଳଦୀ ବସନ୍ତର ଡେଣା ଝଡ଼ା ସମୟର ଉଦାସ ଠୁଙ୍ଗା ମଝି ରାତିର ତାରାଙ୍କ ଚିତ୍ର ଆଙ୍କୁଥିବା କବି, ପୁଣି ଗାଳ୍ପିକ ମଧ୍ୟ। ସେ କେନ୍ଦ୍ରାପଡ଼ାର ଗୌରବ ଶ୍ରୀ ବିରଜା ରାଉତରାୟ। ସମକାଳୀନ ସାହିତ୍ୟର ଉଭୟ କଥା ଓ କାବ୍ୟଧାରାରେ ବିରଜା ରାଉତରାୟ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ, ଗଭୀର ପ୍ରଶସ୍ତ ଆତ୍ମବୋଧ ସହିତ ପ୍ରସାରିତ ଅନ୍ୱେଷଣରେ ମନ୍ତ୍ରମୟ ତାଙ୍କ କବିତାର ଭାବସତ୍ତା, ଦୃଶ୍ୟବୋଧରେ କଳାତ୍ମକତା ଓ ସହଜ ସୁବୋଧ୍ୟ ବିନ୍ୟାସ ତାଙ୍କୁ ଓଡ଼ିଆ ଗଳ୍ପ ଏବଂ କବିତା ସାହିତ୍ୟରେ ପରିଚିତି ଆଣିଦେଇଛି। ବିରଜା ରାଉତରାୟଙ୍କ ଜନ୍ମ ଜୁନ୍ 20, 1973 ମସିହାରେ କେନ୍ଦ୍ରାପଡ଼ାର ମାଧପୁର ଗ୍ରାମରେ ହୁଏ। ଆଇନରେ ସେ ସ୍ନାତକ, ସ୍ନାତକୋତ୍ତର PhD, ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ PG ଡିପ୍ଲୋମା, ଚିତ୍ରକଳାରେ ଡିପ୍ଲୋମା, 1996ରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ UGC ରିସର୍ଚ୍ଚ ଫେଲୋ ଭାବରେ ଅଧିଷ୍ଠିତ ଥିଲେ। 1999 ମାର୍ଚ୍ଚ ମାସରେ ଓଡ଼ିଶା ସିଭିଲ ସର୍ଭିସରେ ସେ ଯୋଗଦାନ କଲେ। ସ୍ୱାସ୍ଥ୍ୟଗତ କାରଣରୁ 2022 ମସିହାରୁ ଓଡ଼ିଶା ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ସମ୍ପ୍ରତି ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସର ମୁଖ୍ୟ ଉପଦେଷ୍ଟା ରୂପେ ସକ୍ରିୟ ଅଛନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଶ୍ରୀ ବିରଜା ରାଉତରାୟଙ୍କୁ, ଯେ ଜଣେ ପ୍ରଚଣ୍ଡ କବି ଏବଂ ଦକ୍ଷ ଗାଳ୍ପିକ। ତାଙ୍କର ଗଳ୍ପ ପୁସ୍ତକ ଗୁଡ଼ିକରେ ରହିଛି ଗହଳି ଆରପଟେ, ବହୁ ବଚନ, ପ୍ରତିପକ୍ଷର ହସ, ବିଷମ ବାହୁ, ପୂର୍ଣ୍ଣ ଓ ଶୂନ୍ୟ, ତାରାଭର୍ତ୍ତି ଆକାଶ, ନୂଆ ଗପର ଇଏ ମାଇ। କବିତାରେ ରହିଛି କେମିତି ଭିଜିଯାଏ ବର୍ଷା, ଆତ୍ମଦର୍ଶନ, ସନ୍ଧିକାଳ, ଅଭିଷେକ ହୃଦୟର ନୂଆ ଜହ୍ନ ଉଇଁଚି। ଏଥିନିମନ୍ତେ ତାଙ୍କୁ କଥା ନବପ୍ରତିଭା ପୁରସ୍କାର, ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ, ଜଗଦୀଶ ଯୁଗ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ ଭଳି ଅନେକ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର ଓ ସମ୍ବର୍ଦ୍ଧନା ସମ୍ମାନ ପ୍ରାପ୍ତ ହୋଇଛି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ କବି ବିରଜା ରାଉତରାୟଙ୍କୁ। ତାଙ୍କର ନୂଆ ଜହ୍ନ ଉଇଁଚି କବିତା ସଂକଳନରୁ କେତୋଟି କବିତା ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ନୂଆ ଜହ୍ନ ଉଇଁଚି। ବୟସ୍କ ରାତିର ଇଚ୍ଛାମାନେ କ୍ଳାନ୍ତ ହେଲେଣି କେବେଠୁ, ବୟସ୍କ ରାତିର ଇଚ୍ଛାମାନେ କ୍ଳାନ୍ତ ହେଲେଣି କେବେଠୁ, ଜଟାୟୁ ପରି ଝାଡ଼ି ଦେଇ ସେମାନଙ୍କ ଅବଶ ଡେଣାରୁ ଦୁର୍ବାର ସ୍ୱପ୍ନଙ୍କ କୁଢ଼ କୁଢ଼ ପର। ପ୍ରାଚୀ ଆକାଶର ନିଷ୍ପ୍ରଭ ଛାତିରେ ଡିସଚାର୍ଜ ହେଉଥିବା ଗୋଟିକ ପରେ ଗୋଟିଏ ରୁଗ୍ଣ ତାରାମାନଙ୍କୁ ଆଉ ହୁଏତ ଡକରା ଆସିନପାରେ ଆଜିର ବର୍ଣ୍ଣିଳ ସନ୍ଧ୍ୟାକୁ। ହେ ଅକ୍ରୂର, ହେ ଉଦ୍ଧବ, ହେ ଅକ୍ରୂର, ହେ ଉଦ୍ଧବ, ସଖା ମୋର ପ୍ରାଣର ଦୋସର, ସ୍ତୂପ ସ୍ତୂପ ଗ୍ଳାନି ଆଉ ଅସଂଖ୍ୟ ଅବ୍ୟକ୍ତ କ୍ଷତର ଏହି ଅନ୍ଧକାର ଛାୟାପଥେ କ୍ଳାନ୍ତ ଏହି ଉଚ୍ଚୈଃଶ୍ରବାର ଖୁରାରେ ଭରିଦିଅ ସିନ୍ଦୁର ଆକାଶର ନାଦ। ବାଣୀବିହାର ଓଭରବ୍ରିଜ ଉପରେ କାଲି ବନ୍ଧୁହୀନ ସଖାହୀନ କେଉଁ ଏକ ନିର୍ଜନ ଦ୍ୱୀପର ଆଲେକଜାଣ୍ଡର ସେଲକାର ପରି ଆକଣ୍ଠ ବିଷାଦରେ ଘୋଡ଼ି ଘାଡ଼ି ଦ୍ୱିତୀୟା ଜହ୍ନଟି ବିଚରା ଆତ୍ମହତ୍ୟା କଲା। ପରାହତ ସିପାହୀଟି ପରି ଜୀବନ ଯୁଦ୍ଧର ଆକ୍ତାମାକ୍ତା କାକର ଛାତିରେ ଛାଡ଼ିଦେଇ ତାର ଶେଷ ଚିଠି ଦୀର୍ଘଶ୍ୱାସ ଗନ୍ଧ ବିଝା ଛିଣ୍ଡା କାଗଜ ପିଠିରେ। ଅଜଣା ଚାବୁକ ପରି ଏହି ଅସହ୍ୟ ଅନ୍ଧାରର ତ୍ରାସ ଆଉ ଘୋଟିଲା ମେଘ ପରି ତାର ଲୋମଶ ଛାଇ ତଳେ
କେଉଁଠି ଅଛ ତମେ କାରୁବାକି? କେଉଁଠି ଅଛ ତମେ କାରୁବାକି? ଧଉଳିର ଶାନ୍ତି ଶିଳା ତଳେ ଆଜି ବି ଶୁଣେ ମୁଁ ତମ ପାଦର ନିକ୍ୱଣର କୁଣ୍ଠିତ ପ୍ରତିବାଦ। ତମ ପାଦ ନିକ୍ୱଣର କୁଣ୍ଠିତ ପ୍ରତିବାଦ ଆଉ ଲାବଣ୍ୟବତୀର ଭରା ଗଭାରୁ ଝରି ପଡୁଥିବା ମଉଳା ଶେଫାଳିର ବିପର୍ଯ୍ୟସ୍ତ ଖାକି ହସ। ସମୟ ଓଠରେ ଟାଣି ଅଲିଭା କାଳିଦାଗ ପରି କ୍ଷୋଭ ଆଉ ଅସହାୟ ଅବିମିଶ୍ର ରାଗରେ ଅଙ୍କା ପ୍ରଶ୍ନ ଚିହ୍ନ ଦଶବିଶା ଦେହ ଓ ମନର। ହେ ଅକ୍ରୂର, ହେ ଉଦ୍ଧବ, ହେ ଅକ୍ରୂର, ହେ ଉଦ୍ଧବ, ସଖା ମୋର ପ୍ରାଣର ଦୋସର, ଏ ସହରର ଖୁନ୍ଦା ଖୁନ୍ଦି ଅଣଶ୍ୱାସୀ ଟ୍ରାଫିକ୍ର ଭିଡ଼ରେ ସ୍ଥବିର ମୋ ଦୁଇ ପାଦ ପାଇଁ ଦଲକାଏ ସ୍ପନ୍ଦନର। ନୀଳ ଆକାଶ ତଳକୁ ବାହିନେ ପୁଲକେ ବିଶ୍ୱାସର ହସ ବୁଣି ଦିଗନ୍ତରେ ଉଁଥିବା ଗ୍ଳାନିହୀନ କ୍ଳାନ୍ତିହୀନ କଥା କୁହା ନୂଆ ଜହ୍ନ ସହ ମିତ ବସିବାର ଗୂଢ଼ସୂତ୍ର ଥରେ କହିଦେ। ଦିଗନ୍ତରେ ଉଇଁଥିବା କ୍ଳାନ୍ତିହୀନ ଗ୍ଳାନିହୀନ କଥା କୁହା ନୂଆ ଜହ୍ନ ସହ ମିତ ବସିବାର ଗୂଢ଼ସୂତ୍ର ଥରେ କହିଦେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛି କବି ବିରଜା ରାଉତରାୟଙ୍କୁ ଆଉ ଏକ କବିତା। କବିତାର ଶୀର୍ଷକ ଜାଣେନା ଏ ଯୁଦ୍ଧରେ ହୁଏତ ଗାନ୍ଧୀ ଥିଲେ। ଜାଣେନା ଏ ଯୁଦ୍ଧରେ ହୁଏତ ଗାନ୍ଧୀ ଥିଲେ। ଜାଣେନା ବାଲିଷ୍ଟିକ୍ ମିସାଇଲ ପିଠିରେ ଉଲ୍କା ପରି ଛିଣ୍ଡି ପଡୁଥିବା କାକୁସ୍ଥ ସମୟ କେତେ ଅବା ଟିକି ଟିକି ଖଣ୍ଡ କରିବ ମାଟିକୁ ଛାତିକୁ। ଜାଣେନା କେତେ ଭରା ବାରୁଦର ଘୃଣା ଛପି ରହିଛି ତା ମଜବୁତ ଲୁହାର ଗର୍ଭରେ ସୃଷ୍ଟିର ଏନ୍ତୁଡ଼ିକୁ କାୟା ପଲଟ କରି ପ୍ରସବ କରିବ ଛିନ୍ନ ଆତ୍ମାଧାରୀ ନବଜାତକକୁ। ଜାଣେନା ଏଇ ମାଟିରୁ ଅଜଣା ସ୍ୱର୍ଗ ଯାଏ ପରସ୍ତ ପରସ୍ତ ହୋଇ ଭୂମିରୁ ଭୂମା ଯାଏ ବ୍ୟାପି ରହିଥିବା ତରଳ ହୃଦୟର ଅଠା ପରି ନିଃସର୍ତ୍ତ ପ୍ରେମର ତରଙ୍ଗ ସବୁ ନିଖୋଜ ହୋଇଯିବେ କେବେ। ବରମୁଣ୍ଡା ଟ୍ରାଏଙ୍ଗଲର ରହସ୍ୟ ଭିତରେ ଆଉ ଅନନ୍ତ ଆକାଶର ଯୋଜନ ଯୋଜନ ବିସ୍ତୃତ ନୀଳିମାର ଭସା ଭସା ଆକାଂକ୍ଷା ସବୁ ଛେଉଣ୍ଡ ପାଲଟିବେ ଅଧା ଆକାଶରେ। ଜାଣେନା ସହସ୍ର ଫୁଲ ପାଖୁଡ଼ାର କୋମଳ ଛୁଆଁ ପରି କରୁଣାର ଅଖଣ୍ଡ ଜୋଛନା ସବୁକୁ ଆଉ କେତେ ଦଣ୍ଡେ ଅବା ନିଃଶ୍ୱାସ ଗଣିବେ ଅତି ବାଇଗଣୀ ରଶ୍ମି ପରି ଗର୍ତ୍ତ କରି ଚାଲିଥିବା ଆତଙ୍କୀ ଅହଙ୍କାରର ନିଦାରୁଣ ଅସହିଷ୍ଣୁତାର ଏ ଘନଘୋର ଝାଞ୍ଜିର ଘନଘଟା ତଳେ। ଜାଣେନା ସହସ୍ର ଫୁଲ ପାଖୁଡ଼ାର କୋମଳ ଛୁଆଁ ପରି କରୁଣାର ଅଖଣ୍ଡ ଜୋଛନା ସବୁକୁ ଆଉ କେତେ ଦଣ୍ଡେ ଅବା ନିଃଶ୍ୱାସ ଗଣିବେ ଅତି ବାଇଗଣୀ ରଶ୍ମି ପରି ଗର୍ତ୍ତ କରି ଚାଲିଥିବା ଆତଙ୍କୀ ଅହଙ୍କାରର ନିଦାରୁଣ ଅସହିଷ୍ଣୁତାର ଏ ଘନଘୋର ଝାଞ୍ଜିର ଘନଘଟା ତଳେ। ଏତିକି ଜାଣେ, ଏତିକି ଜାଣେ ହୁଏତ ଗାନ୍ଧୀ ଥିଲେ। ଗାଜାପଟି ଓ ବିରୁଟର ବିଧ୍ୱସ୍ତ ଦାଣ୍ଡରୁ ନେଇ ତେଲ ଆଭିଭର ଭୟାର୍ତ୍ତ ରାସ୍ତାରେ ନିର୍ଭୟ ଅଟଳରେ ହୃଦୟ କୁଲାରେ ବସି ବାଛୁଥାନ୍ତେ, ଅଲଗା କରୁଥାନ୍ତେ ମାଟିରୁ ବାରୁଦ ଆଉ ଛାତିରୁ କୁଢ଼ କୁଢ଼ ଅବିଶ୍ୱାସର ଗନ୍ଧ। ଏତିକି ଜାଣେ ହୁଏତ ଗାନ୍ଧୀ ଥିଲେ। ଗାଜାପଟି ଓ ବିରୁଟର ବିଧ୍ୱସ୍ତ ଦାଣ୍ଡରୁ ନେଇ ତେଲ ଆଭିଭର ଭୟାର୍ତ୍ତ ରାସ୍ତାରେ ନିର୍ଭୟ ଅଟଳରେ ହୃଦୟ କୁଲାରେ ବସି ବାଛୁଥାନ୍ତେ, ଅଲଗା କରୁଥାନ୍ତେ ମାଟିରୁ ବାରୁଦ ଆଉ ଛାତିରୁ କୁଢ଼ କୁଢ଼ ଅବିଶ୍ୱାସର ଗନ୍ଧ। ଶ୍ରୋତାବନ୍ଧୁ, କବି ବିରଜା ରାଉତରାୟଙ୍କ କବିତାର ଶୀର୍ଷକ ଥିଲା ଜାଣେନା ଏ ଯୁଦ୍ଧରେ ହୁଏତ ଗାନ୍ଧୀ ଥିଲେ। ସେ ଏହି କବିତାଟିକୁ ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧର ଅଶାନ୍ତିକୁ ଉପଲକ୍ଷ୍ୟ କରି ରଚନା କରିଥିଲେ। ତାଙ୍କର ଆଉ ଏକ ଚମତ୍କାର କବିତା। କବିତାର ଶୀର୍ଷକ ଓ କେନ୍ଦ୍ରାପଡ଼ା। ଓ କେନ୍ଦ୍ରାପଡ଼ା। ଅଳସୀ କନ୍ୟାର ଆମନ୍ତ୍ରଣ ପରି ମୁଖ୍ୟ ଡାକଘର ବାଟରୁ ହାତଠାରେ ସୂର୍ଯ୍ୟ ଘଡ଼ି ଛାଇ ଅଳ୍ପ ଦୂର ଅଦାଲତ କୋଠି ପାଖୁ ହୁଦା ପକା ଅର୍ଦ୍ଦଳୀର ହାଜର ହୋ ଡାକ ଶୁଣି ହାଇମାରି ଚେଇଁ ଉଠେ କେନ୍ଦ୍ରାପଡ଼ା। ଚେଇଁ ଉଠେ ପ୍ରତ୍ନତତ୍ତ୍ୱର ବହଳ କାଚ ପରି ଝଙ୍କାଳିଆ ସଖୀ ବଟ ଛାଇ। କ୍ଷୀଣ ତନୁ ଗୋବରୀର ଧାରେ ଧାରେ ଧ୍ୟାନମଗ୍ନ ଗବେଷକ ପରି ସମୟ ଖୋଜି ହୁଏ ସଭ୍ୟତାର ପଦଚିହ୍ନ କେବେ ବିଭୋର ହୁଏ।
ସବୁଜ କ୍ଷେତର ସିଆରି ସଙ୍ଗୀତରେ ଖଣ୍ଡି ଆକାଶର ଦୈର୍ଘ୍ୟ ପ୍ରସ୍ଥ ମାପିବାକୁ ଚକ୍କର କାଟୁଥିବା ମତୁଆଲା ବଗପଙ୍କ୍ତିଙ୍କ ଧାଡ଼ି, ପୁଣି କେବେ ଠା ଠା କୁଣ୍ଡଳି କାଟୁଥିବା ଇଟା ଭାଟିର ଧୂଆଁରେ କାଶି ଉଠେ ଶ୍ୱାସରୁଦ୍ଧ ହୋଇ। ଜୁବୁଲି ଲାଇବ୍ରେରୀର କାନ୍ଥ ଡେଇଁ ବହୁଦିନୁ ବରଫି ଯାଇଥିବା ଶବ୍ଦ ସବୁ ମସିଆ କାଗଜର ପାଇଜାମା ପିନ୍ଧି, ଗପର ପସରା ମେଲି ଖରାପ ହୁଅନ୍ତି ଏକାଠି ପୁରୁଣା ମଟର ଷ୍ଟାଣ୍ଡର ଖଟିରେ। ଦୂରରୁ ଶାନ୍ତ ଜେଜେଟିଏ ଧୂମିଳ ଛବି ପରି ହୁଗୁଳା ଦାନ୍ତ ମେଲି ହସୁଥାଏ ସର୍ବପୁରାତନ ପୌରପାଳିକା। ସହରରେ ପଶୁ ପଶୁ ଅଟକାଏ ରାମଚନ୍ଦ୍ରପଡ଼ା, କହେ ଏଇ ତୋଫା ଜହ୍ନ ମୁହଁ ପରି ଶାନ୍ତ କାନ୍ତ ଚଲାବାଟ ଛୁଇଁଛି ଗୋପପୁରର ଠିକଣା। ବିଲେଶ୍ୱର ମହାଦେବ ମୁଣ୍ଡ ଛୁଇଁ କନିଅରି ଫୁଲ ଖସେ ପ୍ରଥମ ପ୍ରେମର। କଲେଜର ହତାଶାରା କୃଷ୍ଣଚୂଡ଼ା ନାଚିଉଠେ ନୂଆ ନୂଆ ଲାଜମିଶା ମଳୟର ଆରକ୍ତ ଛୁଆଁରେ। ଆରପଟେ ଶ୍ରଦ୍ଧାଳୁଙ୍କ ଅଟଳ ଆସ୍ଥା ଧରି ଉଡୁଥାଏ ବ୍ରହ୍ମନେତ ତୁଳସୀ କ୍ଷେତ୍ରର ରଥଦାଣ୍ଡ ମୂକ ସାକ୍ଷୀ ପରସ୍ତ ପରସ୍ତ କରି ମୋକ୍ଷ ପାଇଁ ଗଡ଼ି ଚାଲିଥିବା ସେଇ ସବୁ ନିରୀହ ଆର୍ଥିର। ଆରପଟେ ଶ୍ରଦ୍ଧାଳୁଙ୍କ ଅଟଳ ଆସ୍ଥା ଧରି ଉଡୁଥାଏ ବ୍ରହ୍ମନେତ ତୁଳସୀ କ୍ଷେତ୍ରର ରଥଦାଣ୍ଡ ମୂକ ସାକ୍ଷୀ ପରସ୍ତ ପରସ୍ତ କରି ମୋକ୍ଷ ପାଇଁ ଗଡ଼ି ଚାଲିଥିବା ସେଇ ସବୁ ନିରୀହ ଆର୍ଥିର। ଇଚ୍ଛାପୁର ଇଚ୍ଛାପୁର ରସ ଭୁଞ୍ଜେ ଖୁଆଇ ରସସିକ୍ତ ରସାବଳୀ, ପୁଣି ଶବ୍ଦ ପୁଲକରେ ଅବିମିଶ୍ର ଦୀପକୀୟ ରାଗ ଭୁଞ୍ଜେ ରହି ରହି ହମ୍ବା ରଡ଼ି ଛାଡ଼େ ଅରଣା ମଇଁଷି କମାର ଖଣ୍ଡି ଗଳିରୁ। କେବେ କେବେ ସ୍ମୃତିର କୋଷକୁ ଟିହାଇ ଜନଶ୍ରୀ ଟକିଜ୍ର ଝିଲିମିଲି ପର୍ଦ୍ଦାକୁ ଚାହିଁ ଶ୍ରୀରାମ ଦାସ ଥକି ପଡ଼େ କାନଡେରୀ ପାୱାର ଲୁମର। କାନଡେରୀ ପାୱାର ଲୁମ୍ର ଗତାୟୁ ସାଇରନ୍ ତଳେ ଇତସ୍ତତ ଧାଉଁଥିବା ଶ୍ରମଶକ୍ତି ଆଡ଼େ ସ୍ୱପ୍ନ ଦେଖେ ସହରର କପାଳରେ ବାହାନ୍ତି ତାରାର ଢୋକେ ଢୋକେ ପାହୁଣ୍ଡରେ, ତଥାପି ନିଜ ଅଧୁରା ନୀଳ ନକ୍ସାକୁ ଥୋକେ ଥୋକେ ରଙ୍ଗ ଭରିବା ଶିଖୁଥାଏ କେନ୍ଦ୍ରାପଡ଼ା। ପାହାନ୍ତି ତାରାର ଢୋକେ ଢୋକେ ପାହୁଣ୍ଡରେ, ତଥାପି ନିଜର ଅଧୁରା ନୀଳ ନକ୍ସାକୁ ଥୋକେ ଥୋକେ ରଙ୍ଗ ଭରିବା ଶିଖୁଥାଏ କେନ୍ଦ୍ରାପଡ଼ା। ଧୂଳିଆ ଆଉ ପୁରୁଣା ଘାର ହିସାବକୁ ପଛ କରି ରୋଜ ଫଜେରା ଆଜାନରେ ସହରର ଚିବୁକରେ ଚମକେ ସୂର୍ଯ୍ୟାଲୋକ ଭାଇଚାରାର ସୁନେଲି ଛଟାରେ। ଦୂରରୁ ସିଟି ଶୁଭେ ପ୍ରଗତି ଆଉ ଅପୂର୍ଣ୍ଣ କ୍ଷତର ଯୁଗନନ୍ଧ ସ୍ୱପ୍ନ ବୀଜ ଧରି ଝୁକୁ ଝୁକୁ ଧାଉଁଥିବା ପାରାଦୀପ ହରିଦାସପୁର ରେଳପଥ ଗାଡ଼ି। ଦୂରରୁ ସିଟି ଶୁଭେ ପ୍ରଗତି ଆଉ ଅପୂର୍ଣ୍ଣ କ୍ଷତର ଯୁଗନନ୍ଧ ସ୍ୱପ୍ନ ବୀଜ ଧରି ଝୁକୁ ଝୁକୁ ଧାଉଁଥିବା ପାରାଦୀପ ହରିଦାସପୁର ରେଳପଥ ଗାଡ଼ି। ଶ୍ରୋତାବନ୍ଧୁ, ଆମେ ବିରଜା ରାଉତରାୟଙ୍କ ନୂଆ ଜହ୍ନ ଉଇଁଛି କବିତା ସଂକଳନରୁ 2-3ଟି କବିତା ଶୁଣିଲେ। ବର୍ତ୍ତମାନ ତାଙ୍କର ଅନ୍ୟ ଏକ କବିତା ସଂକଳନ ଅଭିଷେକ ହୃଦୟର, ସେଥିରୁ ଗୋଟେ ଚମତ୍କାର କବିତା ଆପଣମାନଙ୍କ ଉଦ୍ଦେଶ୍ୟରେ। କବିତାର ଶୀର୍ଷକ ହେଉଛି ହାତ ଧରିଥା ସଖୀ। କବି ବିରଜା ରାଉତରାୟ। ହାତ ଧରିଥା ସଖୀ, ନିଆର କାଉଁରିରେ ଚପଳ ନିଶ୍ୱାସର ପୂର୍ଣ୍ଣାହୁତି ଯାଏ। ହାତ ଧରିଥା ସଖୀ, ନିଆର କାଉଁରିରେ ଚପଳ ନିଶ୍ୱାସର ପୂର୍ଣ୍ଣାହୁତି ଯାଏ। ଏଇ ଧାପେ ବୋଲି ପ୍ରେମ ଯାହା ଧରି ରଖିଛି ଅୟୁତ ଅୟୁତ ହୃଦୟର ପୃଥିବୀ। ଏଇ ଧାପେ ବୋଲି ପ୍ରେମ ଯାହା ଧରି ରଖିଛି ଅୟୁତ ଅୟୁତ ହୃଦୟର ପୃଥିବୀ। ସେଇଠୁ ବେଶ ପରିଷ୍କାର ଆଉ ମନଲୋଭା ଜହ୍ନର ଚେହେରା। ସେଇଠି ଠିକ୍ ଠାକ୍ ମିଳନ ଓ ବିରହର ଅସରନ୍ତି ଉପପାଦ୍ୟ। ସେଇଠି ସବୁ କିଛି ବସନ୍ତର ବାଁ ପରି କ୍ଷଣିକ ଶାଶ୍ୱତ। କିଛି ନାହିଁ ବୋଲି କୁହ ନାହିଁ, କିଛି ନାହିଁ ବୋଲି କୁହ ନାହିଁ, କୁହ ନାହିଁ ଧରା ବାସର ପାପ। ଲାଗିଲା ତୁମକୁ ଆଉ ମୋତେ, ଛନ୍ଦ ପତନ ହେଲା ଆମ ନିର୍ଭୟ ବିଶ୍ୱାସ। ଯୋଉଠି ମନ ପାତିଛ କହୁଛ ମୁକ୍ତ ଆଶିଷ ପରି, ସେଇଠି ଦିବ୍ୟ ଧାମ। ଶୋକ ବ୍ୟାଧି ମାୟାବୀ ଦେହର ଇନ୍ଦ୍ରଜାଲଠାରୁ ବହୁ ଦୂର ସେଇ ଗୋପପୁର। କିଏ ଜାଣେ କ'ଣ ଅଛି କ'ଣ ନାହିଁ, କିଏ ଜାଣେ କ'ଣ ଅଛି କ'ଣ ନାହିଁ। ଖାଲି ଜାଣେ ଜହ୍ନର ମଲାଟ ଡେଇଁଲେ ମଲା ଠେକୁଆର ଛାଇ ବୁଦି ବୁଦି ଅରମା ମୂଳରେ ଅତୃପ୍ତ ପ୍ରେତ ପରି ଲଟକି ଥାଏ।
ଅପହଞ୍ଚ କଳ୍ପନାର ଘାଇ, ତାଠାରୁ ବେଶ୍ ଭଲ, ବେଶ୍ ନିରାପଦ ଦୂର ଜହ୍ନର ଆକାଶ। ତାଠାରୁ ବେଶ୍ ଭଲ, ବେଶ୍ ନିରାପଦ ଦୂର ଜହ୍ନର ଆକାଶ। ସଂସାରର ପାପ ଫଳ, ଅମୀମାଂସ ଅଭିମାନ, ଆଉ ଯେତେ ସବୁ ଜୀବନ ଗଣିତ, ଆଉ ଯେତେ ସବୁ ଜୀବନ ଗଣିତ।